ଗତକାଲି ଥିଲା ମହାଶିବରାତ୍ରି। ସମସ୍ତେ ଉପାସ କରିଥିବେ, ମୁଁ ବି ଉପାସ କରିଥିଲି। ଆଜି ହେଉଛି ସୋମବାର। ସୋମବାରରେ ମୁଁ ଅରୁଆ ଖାଏ। ଅରୁଆରେ ଚାଲନ୍ତୁ ଦେଖିବା ମୁଁ କ'ଣ ବନେଇଛି ଖାଇବା ପାଇଁ। ଅରୁଆ ସହିତ ଡାଲମା। ଡାଲମାକୁ ପଞ୍ଚୁଫୁଟଣ, ଗୁଆ ଘିଅ, ଲଙ୍କା ଦେଇ ଛୁଙ୍କ କଲି। ଛୁଙ୍କ କରିସାରିଲା ପରେ ଜିରା ଲଙ୍କା ଗୁଣ୍ଡ, ଧନିଆ ପତ୍ର ଆଉ ନଡ଼ିଆ। ନଡ଼ିଆଟା ପକାଇ ଡାଲମାକୁ ମୁଁ କମ୍ପ୍ଲିଟ୍ କଲି। ନଡ଼ିଆଟା ଡାଲମାରେ ପଡ଼ିଲେ ବହୁତ ଟେଷ୍ଟି ଲାଗେ। ଡାଲମା ହେଇଗଲା ମୋର ପ୍ରସ୍ତୁତ। ଏଇଠି ମୁଁ କାଟି ରଖିଛି କିଛି ବାଇଗଣ। ତାକୁ କାଟିକିନା ହଳଦୀ, ଲୁଣ, ଚାଟ୍ ମସଲା ଗୋଳେଇ ଦେଇଛି। ଏଇଠି ବେସନ ନେଇଛି, ତା ଦେହରେ କିଛି ହଳଦୀ, ଲୁଣ, ଚାଟ୍ ମସଲା, ଲଙ୍କାଗୁଣ୍ଡ ଆଉ ପାଣି ଦେଇ ତାକୁ ଗୋଳେଇ ଦେବି। ଗୋଳେଇ ସାରିଲା ପରେ ଏଇଠି ଗୋଟେ ଗୋଟେ କିନା ଛାଣିଦେଲି। ସେହି ତେଲରେ କିଛି ପାମ୍ପଡ଼ ବି ଛାଣିଦେଲି। ଏଇଠି ମୁଁ ରେଡ଼ି କରିଦେଇଛି ମୋର ଲଞ୍ଚ। ଅରୁଆ ଭାତ, ଡାଲମା, ଆଳୁ ଚକଟା, ଲେମ୍ବୁ, ପାମ୍ପଡ଼ ଆଉ ବାଇଗିଣୀ। ଅରୁଆ ଭାତରେ ଲେମ୍ବୁ ଟିକେ ହେଇଗଲେ ଆଉ କିଛି ଦରକାର ନାହିଁ। ଲେମ୍ବୁ ଟିକେ ଦଳି ଦେଇଛି ଆଉ ଷ୍ଟାର୍ଟ କଲି ମୋର ଖାଇବା।